ମୁଁ ଆପଣଙ୍କ ଉପରେ ରାଗିଛି। ଆପଣ ମାନେ ମୋ ଭିଡ଼ିଓ ଦେଖୁଛନ୍ତି କିନ୍ତୁ ଲାଇକ୍ ସବସ୍କ୍ରାଇବ୍ କିଛି କରୁନାହାନ୍ତି। ମୁଁ ଜାଣିଛି ମୋ ଓଡ଼ିଆ ଲୋକଙ୍କ ମନ ବହୁତ ବଡ଼। ତାହେଲେ ଜଲ୍ଦି ଜଲ୍ଦି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ। ଆଉ ଯଦି ମୋ ଭଳି କାର୍ଟୁନ ଭିଡ଼ିଓ ବନେଇବା ଶିଖିବାକୁ ଚାହୁଁଛ ତାହେଲେ ଢେର ସାରା କମେଣ୍ଟ କର, ତା ଉପରେ ମୁଁ ଭିଡ଼ିଓ ଆଣିବି। ସୌରଭ ବମ୍ବେରେ କାମ କରୁଥିଲା, କିନ୍ତୁ ତାର ଛୋଟବେଳର ଦିନ ଗାଁରେ ହିଁ ବିତିଥିଲା। ସେଥିପାଇଁ ସେ ସବୁବେଳେ ଚାହୁଁଥିଲା କି ଗୋଟିଏ ଗାଉଁଲି ଝିଅକୁ ହିଁ ବାହାଘର ହେବ। କିଛି ଦିନ ପରେ ସୌରଭ ତାର ସାଙ୍ଗ ବାହାଘରରେ ଗାଁକୁ ଯାଏ। ଆଉ ସେଠି ରଶ୍ମି ନାମକ ଗୋଟିଏ ଝିଅକୁ ସେ ପସନ୍ଦ କରେ। ସେ ଦେଖିବାକୁ ବହୁତ ସୁନ୍ଦର ଥିଲା, ଆଉ ତାର ମସାଜ ଗାଁ ସାରା ଫେମସ୍ ଥିଲା। ସେ ଯାହାକୁ ବି ଥରେ ମସାଜ ଦେଉଥିଲା, ସେ କେବେ ବି ତାର ମସାଜ ଭୁଲି ପାରୁନଥିଲା। ରଶ୍ମି, ତୋ ହାତରେ ନା ଯାଦୁ ଅଛି, ଯାଦୁ। ତା ପରଦିନ ରଶ୍ମିକୁ ସୌରଭ ତାର ମନ କଥା କୁହେ, ଆଉ ଦୁଇ ଜଣ ଯାକ ଜଲ୍ଦି ସେ ବାହାଘର ହୋଇଯାଆନ୍ତି। ରଶ୍ମିକୁ ବାହା ହୋଇ ସୌରଭ ତାକୁ ମୁମ୍ବାଇ ନେଇ ଚାଲିଯାଏ, ଆଉ ଦୁଇ ଜଣ ଯାକର ହସ ଖୁସିର ପରିବାର ବହୁତ ସୁଖ ଶାନ୍ତିରେ ଚାଲେ। କିଛି ଦିନ ପରେ ତାଙ୍କର ଗୋଟିଏ ପୁଅ ହୁଏ, ଆଉ ସୌରଭର ଖୁସି କହିଲେ ନ ସରେ। କିଛି ଦିନ ପରେ ସୌରଭକୁ ଗୋଟିଏ ରୋଗ ହୋଇଯାଏ, ଆଉ ତାର ଯାହା ବି ରଖିଥିବା ଧନ ସମ୍ପତ୍ତି ତାର ଟ୍ରିଟମେଣ୍ଟରେ ସରିଯାଏ। ଆଉ ସବୁ କିଛି ଛାଡ଼ି ସୌରଭ ଆରପାରିକୁ ଚାଲିଯାଏ। ରଶ୍ମି ଆଉ ତା ସାଙ୍ଗରେ 4 ବର୍ଷର ପୁଅକୁ ନେଇ କିପରି ରହିବ ତାହା ଚିନ୍ତା କରି କରି ତା ମନ ସବୁବେଳେ ଖରାପ। ଗୋଟିଏ ଦିନ ତା ପୁଅ, ମା ମତେ କିଛି ଖାଇବାକୁ ଦିଅ ନା, ଭୋକ ଲାଗୁଛି। କିନ୍ତୁ ରଶ୍ମି ପାଖରେ ସେତିକି ପଇସା ନଥିଲା କି ସେ କିଛି ଖାଇବାକୁ ତା ପୁଅକୁ ଦେଇପାରିବ। ତା ପାଖରେ ମାତ୍ର 5 ଟଙ୍କା ଥିଲା। ସେ ଯାଇ ଗୋଟିଏ ବିସ୍କୁଟ କିଣି ଆଣିଲା, ଆଉ ତାର ପୁଅକୁ ଖାଇବାକୁ ଦେଲା। କିନ୍ତୁ ସେଇଦିନ ତାକୁ ବହୁତ ଖରାପ ଲାଗିଲା, ଆଉ ସେ ବହୁତ ଜାଗାକୁ ଚାକିରି ମାଗିବା ପାଇଁ ଗଲା। ଫାଇନାଲ ଗୋଟିଏ ଜାଗାରେ ତାକୁ ଜବ୍ ମିଳିଗଲା। ଦେଖିବାକୁ ତ ତୁ ଭଲ ଦେଖାଯାଉଛୁ, ଆଉ ତତେ ସଜେଇ ଦେଲେ ଆହୁରି ସୁନ୍ଦର ହେଇଯିବୁ। ତୁ ଏ କାମ ପାଇଁ ଠିକ ହବୁ। ହେଲେ ମାଉସୀ, ମୁଁ ତ ଟିକେ କାମ କରିବାକୁ ଆସିବି, ମୋ ରଙ୍ଗ ରୂପର କଣ ଦରକାର? କଣ ତୁ କଣ ଜାଣିନୁ? ଏ କାମରେ ରଙ୍ଗ ରୂପ ହିଁ ନିହାତି ଦରକାର। କାଲି ସକାଳୁ ଡ୍ୟୁଟିକୁ ଚାଲି ଆସିବୁ। ଆଉ ହଁ, ଏ ଧଳା ଶାଢ଼ୀ ପିନ୍ଧି ଆସିବୁନି ମ, ମୁଁ ଡ୍ରେସ କୋଡ୍ ଦେଇଦେବି, ତାକୁ ପିନ୍ଧି ପଳେଇ ଆସିବୁ। ଏହା ଶୁଣି ରଶ୍ମି ବୁଝିଯାଏ କି ଏ କାମରେ କେବଳ ରଙ୍ଗ ରୂପର ହିଁ ଦରକାର। ହେଲେ ତା ପାଖରେ ଆଉ କିଛି ବାଟ ହିଁ ନଥିଲା। ତାକୁ ତା ପୁଅର ପେଟ ପୂରେଇବାର ହିଁ ଥିଲା। ସେଥିପାଇଁ ସେ ମାନିଗଲା, ଆଉ ଶକୁନ୍ତଳା ତାକୁ ଡ୍ରେସ୍ କୋଡ୍ ଦେଇ ଯିବାକୁ କହିଲା। ଆଉ ତା ପରଦିନ ସକାଳୁ ସକାଳୁ ରଶ୍ମି ସେ ଡ୍ରେସ୍ ପିନ୍ଧି ରେଡି ହୋଇ କାମକୁ ଚାଲିଗଲା। ଆଉ ତାକୁ ଦେଖି ତାର ପଡ଼ିଶା ଘର ଲୋକ କଥା କହିବାକୁ ଷ୍ଟାର୍ଟ କଲେ। ଆରେ ଆରେ ଦେଖ, ତା ସ୍ୱାମୀ ମରିବା ମାସଟେ ବି ହେଇନି, କେମିତି ସଜେଇ ହେଇ ବାହାରି ପଡିଛି। କୁଆଡେ କେଜାଣି ଯାଉଛି। ମତେ ତ ଲାଗୁଛି ୟାର ବାହାରେ କା ସାଥିରେ ଚକ୍କର ଚାଲିଛି, ନହେଲେ ଏତେ ସଜବାଜ କଣ ପାଇଁ? ଆରେ ଆରେ, ଏ ଡ୍ରେସରେ ତ ତୁ ପୁରା ମହୁ ଲାଗୁଛୁ। ଜଲ୍ଦି ଯା କଷ୍ଟମର ଆଟେଣ୍ଡ କରିବୁ। ତାକୁ ଦେଖି ଜଣେ କଷ୍ଟମର ଶକୁନ୍ତଳାକୁ କିଛି ପଚାରିବାକୁ ଲାଗିଲା। ଆରେ ହଁ ହଁ, ସେ ଆଜି ନୂଆ କରି ଆସିଛି। ଯାଉନ, ତମେ ପ୍ରଥମେ ମଜା ନେଇଯିବ ତାଠୁ। ଏତିକିରେ କଷ୍ଟମର ଭିତରକୁ ଯାଏ, ଆଉ ରଶ୍ମି ତାର ଭଲ ଭାବରେ ମସାଜ କରେ। ଆଉ ତା ମସାଜରେ ଖୁସି ହୋଇ କଷ୍ଟମର ତାକୁ 500 ଟଙ୍କା ଟିପ୍ ଆକାରରେ ଦିଏ। ଆଉ ବାହାରକୁ ଆସି ଶକୁନ୍ତଳାକୁ କୁହେ, ମାଉସୀ, ଇଏ ଯୋଉ ମସାଜ ନା ପୁରା କଡ଼କ ଅଛି। ଥରେ ମସାଜ କଲେ ମନ ପୁରା ଖୁସି ହୋଇଯିବ। ଏତିକି କହି କଷ୍ଟମର ସେଠାରୁ ଚାଲିଗଲା। ଏକଥା ଶୁଣିକି ଶକୁନ୍ତଳା ପୁରା ଖୁସି ହୋଇଗଲା, ଆଉ ରଶ୍ମିକୁ 2000 ଟଙ୍କା ଦେଲା। ଆଉ ସେ ପଇସାରେ ଖାଇବା ନେଇ ତାର ପୁଅକୁ ଖୁଆଇଲା। ତା ପରଦିନ ସେ କାମକୁ ପୁଣି ବାହାରିଗଲା, ଆଉ ଶକୁନ୍ତଳା ତାକୁ କହିଲା, ଶୁଣ, ଆଜି ଏଠିକି ଏମଏଲଏ ସାହେବ ଆସୁଛନ୍ତି। ଆଜି ଯଦି ତୁ ତାଙ୍କୁ ଖୁସି କରିଦେଲୁ, ତାହେଲେ ତୋର ମୋର ନା ବହୁତ ଇନକମ୍ ହବ। ଆଉ ତୋ ଭଳିଆ ସୁନ୍ଦରୀ ତ ଏ ପାର୍ଲରରେ ଆଉ କେହି ବି ନାହାନ୍ତି। ତାହେଲେ ମୁଁ ତତେ ଏଇ ଦାୟିତ୍ୱଟି ଦଉଛି। କିନ୍ତୁ ଏକଥା ତାର ଆଉ ଜଣେ ଷ୍ଟାଫକୁ ଭଲ ଲାଗିଲାଣି, କାରଣ ସେ ଜାଣିଥିଲା କି ଏମଏଲଏ ସାହେବ କେତେ ଖରାପ। ହେଲେ ରଶ୍ମି ପାଖରେ ଆଉ କିଛି ବାଟ ହିଁ ନଥିଲା, ତ ସେ ଶକୁନ୍ତଳାର କଥାରେ ରାଜି ହୋଇଗଲା। ରଶ୍ମି ଭିତରକୁ ଗଲା ତ ଦେଖିଲା ଏମଏଲଏ ସାର୍ ଶୋଇଛନ୍ତି, ଆଉ ସେ ସାହସ କରି ତାଙ୍କୁ ମସାଜ କରିବାକୁ ଲାଗିଲା। କିନ୍ତୁ ଏମଏଲଏ ଥିଲା ବହୁତ ବଦମାସ। ତାକୁ ଝିଅ ଦେଖିଲେ ହିଁ ତାର ଲାଳ ବୋହେ। ତ ସେ ଝଟ ସେ ଉଠିକି ରଶ୍ମିକୁ ଧରି ପକେଇଲା, ଆଉ ରଶ୍ମି ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ଆରେ ଆରେ ସାର୍, ଏ କଣ କରୁଛନ୍ତି? ମୁଁ ସେ ଟାଇପର ଝିଅ ନୁହଁ, ପ୍ଲିଜ ମତେ ଛାଡ଼ି ଦିଅନ୍ତୁ। ଆରେ ଆରେ ରାଣୀ, ତୁ ଯଦି ଥରେ ମତେ ଖୁସି କରିଦେବୁ ନା,
ତତେ ଏ ସବୁ କିଛି କାମ ବି କରିବାକୁ ପଡିବନି। ଆ ଆ ଆ ତାପରେ ରଶ୍ମି ନିଜକୁ ବଞ୍ଚେଇବାକୁ ଯାଇ ବହୁତ ଜୋରରେ ଏମଏଲଏକୁ ପେଲିଦେଲା। ଆଉ ଏମଏଲଏର ମୁଣ୍ଡ ଯାଇ କାନ୍ଥରେ ବାଜିଲା। ଆଉ ସେ ପଡ଼ିଗଲା। ତା ମୁଣ୍ଡରୁ ବହୁତ ଜୋରରେ ରକ୍ତ ବୋହିଲା। ସଙ୍ଗେ ସଙ୍ଗେ ରଶ୍ମି ବାହାରକୁ ଚାଲି ଆସିଲା। ଆଉ ଶକୁନ୍ତଳା ଏହା ଦେଖି ତାକୁ କହିଲା, ଆରେ ଆରେ ଏ କଣ କରିଥିଲୁ? ତାଙ୍କ ମୁଣ୍ଡ ଫଟେଇଦେଲୁ। ତୁ ଜାଣିନୁ ସେ ଏ ସହରର ପା ଏମଏଲଏ, ସେ ତତେ କେବେ ଛାଡ଼ିବେନି। ମାଉସୀ, ସେ ମୋ ଇଜ୍ଜତ ନେବାକୁ ଚେଷ୍ଟା କଲେ, ଆଉ ତମେ କହୁଛ ମୁଁ ଏମିତି କାହିଁକି କଲି? କଣ? ତୋ ଇଜ୍ଜତ ଯଦି ତତେ ଏତେ ପ୍ରିୟ, ତାହେଲେ ଏ କାମ କାହିଁ କରୁଛୁ? ଏ କାମ ଛାଡ଼ି ଦେଇ ପଳା। ଆଉ ରଶ୍ମି ସେଠାରୁ କାନ୍ଦି କାନ୍ଦି ଚାଲିଗଲା। ଆଉ ତାର ପୁଅ ତାକୁ କାନ୍ଦୁଥିବାର ଦେଖି ତା ପୁଅ ତାକୁ ବହୁତ ପଚାରିଲା କି କାହିଁକି କାନ୍ଦୁଛ, କିନ୍ତୁ ରଶ୍ମି ତାକୁ କିଛି ବି କହିପାରିଲାନି। ଆଉ ଏମିତି 2-3 ଦିନ ବିତିଗଲା। ତା ପରଦିନ ଶକୁନ୍ତଳା ଏମଏଲଏକୁ ନେଇ ତା ଘରକୁ ଆସିଲା। ଆଉ ଏମଏଲଏ ରାଗି ଯାଇ ତାକୁ କହିଲା, ତୋର ଏତେ ସାହସ, ତୁ ମୋ ମୁଣ୍ଡ ଫଟେଇ ଦେଇଛୁ। ଦେଖ ଏବେ ମୁଁ ତୋର କଣ ଅବସ୍ଥା କରୁଛି। ଆଉ ଏମଏଲଏ ସେହି ଘରକୁ ସାଙ୍ଗେ ସାଙ୍ଗେ କିଣି ନେଲା। ଆଉ ମା ପୁଅଙ୍କୁ ଘରୁ ବାହାର କରିଦେଲା। ଆଉ କାନ୍ଦି କାନ୍ଦି ରଶ୍ମି ତା ପୁଅକୁ ନେଇ ତା ପଡ଼ୋଶୀ ଘରକୁ ଗଲା କି ଆମକୁ କିଛି ଦିନ ରହିବାକୁ ଦେବେ ବୋଲି, କିନ୍ତୁ ତାର ପଡ଼ୋଶୀ ବି ତାକୁ ରଖିବାକୁ ମନା କରିଦେଲେ। ସେଠାରୁ ରଶ୍ମି କାନ୍ଦି କାନ୍ଦି ଆସୁଥିଲା କି ପଛରୁ ତାକୁ ଜଣେ ଲୋକ ଡାକିଲେ, ଶୁଣନ୍ତୁ ଆପଣ କଣ ରଶ୍ମି ଦତ୍ତା? ହଁ ସାର୍, କୁହନ୍ତୁ କଣ ହେଲା? ଆପଣଙ୍କ ସ୍ୱାମୀ ଗୋଟେ ଲାଇଫ ଇନ୍ସୁରାନ୍ସ କରିଥିଲେ, ଆଉ ତାର ମୂଲ୍ୟ ହେଉଛି 1 କୋଟି ଟଙ୍କା। ତ ଏଇ ପଇସା ମୁଁ ଆପଣଙ୍କୁ ଦବା ପାଇଁ ଆସିଥିଲି। ଆଉ ଏକଥା ଶୁଣିକି ରଶ୍ମି ଆଶ୍ଚର୍ଯ୍ୟ ହୋଇଗଲା। ଆଉ ତାର ଆଖିରୁ ଧାର ଧାର ଲୁହ ବୋହିବାକୁ ଲାଗିଲା। ଆଉ ସେହି ପଇସାରେ ରଶ୍ମି ଗୋଟିଏ ଘର କିଣିନେଲା। ଆଉ ତାର ଗୋଟିଏ ମସାଜ ପାର୍ଲର ଖୋଲିଲା। ରଶ୍ମିର ପାର୍ଲର ବହୁତ ଭଲ ଚାଲିଲା। ଆଉ ଏମିତି ଦିନ ପରେ ଦିନ ବିତି ଚାଲିଲା। ରଶ୍ମି ତା ପୁଅ ସାଥିରେ ବହୁତ ଖୁସିରେ ରହିଲା। କାହାଣୀଟି ଭଲ ଲାଗିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ ନିଶ୍ଚୟ କରିବେ। ଏହି କାହାଣୀଟି ହେଉଛି ସ୍କୁଲରେ ପଢୁଥିବା 4 ସାଙ୍ଗଙ୍କର, ରିମା, ସୋନି, ରକି ଆଉ ବିକିର। ସୋନି ଆଉ ବିକି ଦୁହେଁ ଦୁହିଁକୁ ପସନ୍ଦ କରନ୍ତି। ସୋନି, କଥା କଣ କି ମୁଁ ବହୁତ ଦିନରୁ ତମକୁ କିଛି କହିବାକୁ ଚାହୁଁଛି। ହଁ କହୁନ। କଥା କଣ କି ମୁଁ ତୁମକୁ ବହୁତ ଭଲ ପାଏ। ଆଇ ଲଭ୍ ୟୁ ସୋନି। ହଁ ବିକି, ମୁଁ ବି ତୁମକୁ ବହୁତ ଭଲ ପାଏ। ଏ କଥା ତ ତମେ ଜାଣିଛ ନା? ଯଦି ତମେ ମୋ ମୁହଁରେ ଶୁଣିବାକୁ ଚାହୁଁ ତ ତାହେଲେ ଶୁଣ। ଆଇ ଲଭ୍ ୟୁ ବିକି, ଲଭ୍ ୟୁ ଟୁ। ସେମାନେ ଦେଖା କରନ୍ତି। ଗୋଟିଏ ଦିନ ରକିର ଘରେ କେହି ବି ନଥିଲେ। ତାର ଘର ଲୋକ ବାହାରକୁ ଯାଇଥିଲେ। ତ ରକି ଆସି କହିଲା, ଶୁଣ ସାଙ୍ଗମାନେ, ଆଜି ମୋ ମମି ପାପା ବାହାରକୁ ଯାଇଛନ୍ତି। ଆମ ଘରେ ପାର୍ଟି କଲେ କେମିତି ହୁଅନ୍ତା? ଆଇଡିଆ ତ ଭଲ ଅଛି। କଣ ସୋନି, ତୁ ଆଉ ରିମା ଆସିବ ନା? ହଁ, ମୁଁ ତ ନିଶ୍ଚୟ ଆସିବି। ଘରେ ପାର୍ଟି କରିବାକୁ ବାହାରି ଗଲେ। ରକି ସାଥିରେ ୱାଇନ୍ସ ଆଉ କିଛି ଚିପ୍ସ ନେଇ ଯାଇଥିଲା। ଠିକ୍ ସେହି ସମୟରେ ବିକି ସୋନିକୁ ଇଶାରା କରେ ସାଇଡରେ ଏକୁଟିଆ ଦେଖା କରିବା ପାଇଁ। ବିକିର ଇଶାରା ଦେଖି ସୋନି ତା ନିଜ ଉପରେ ୱାଇନ୍ ପକେଇ ଦିଏ। ଆରେ ରେ, ମୋ ଡ୍ରେସ ଖରାପ ହୋଇଗଲା, ମୁଁ ତାକୁ ସଫା କରିକି ଆସେ। ରିମା, ହଁ ସୋନି, ମୁଁ ତମର ହେଲ୍ପ କରିଦଉଛି। ତାପରେ ସେମାନେ 2 ଜଣ ରୁମକୁ ଯାଇ ଦେଖିଲେ ତ ସେମାନେ 2 ଜଣ କିଛି ଏପରି ଅବସ୍ଥାରେ ଦେଖାଗଲେ। ମୁଁ ତ ସୋନିକୁ ଅପେକ୍ଷା କରିଥିଲି। ସେ କୁଆଡେ ଗଲା କେଜାଣି? ସେ ତ ଆଦିତ୍ୟ ସାଥିରେ କାରରେ ଯାଇଥିବାର ମୁଁ ଦେଖିଛି। ନା, ତୁ ମିଛ କହୁଛୁ। ତୁ ଚିହ୍ନି ପାରି ନଥିବୁ। କଣ? ସେ ମୋ ସାଙ୍ଗ ଆଉ ମୁଁ ତାକୁ ଚିହ୍ନି ପାରିନି? ତୋର ବିଶ୍ୱାସ ହଉନି ତ ରିମାକୁ ଫୋନ କରି ପଚାର। ପରେ ସୋନି ଆସି ପଚାରିଲା, କଣ ହେଲା? ତମେ ଆଉ କଲ୍ କରୁନ? ମତେ ଜାଣିବାର ଅଛି କି ତମେ ଆଦିତ୍ୟ ସାଥିରେ କାରରେ କଣ କରୁଥିଲ? ମତେ ରିମା ପଠେଇଥିଲା, କିଛି କାମ ଥିଲା। ତମେ ମତେ ମିଛ କହିବା ଷ୍ଟାର୍ଟ କରିଦେଲଣି। ରିମା ତ ମୋ ସାଥିରେ ଥିଲା। ଯଦି ତାକୁ କିଛି କାମ ଥାନ୍ତା ସେ କଣ ମତେ କହିନଥାନ୍ତା? ତମେ ମିଛ କହିବା ବନ୍ଦ କର। ଆଉ ଆମର ଆଜିଠୁ ବ୍ରେକଅପ୍। ଯୋଉଠି ମିଛ ସେଇଠି କିଛି ସମ୍ପର୍କ ନଥାଏ। ବିକି, ତମେ ପୁରା ସତ ନ ଜାଣିକି ହିଁ ଏତେ ବଡ ଡିସିସନ ନେଇ ପାରିଲ? ହଉ ଠିକ ଅଛି, ଯୋଉଠି ବିଶ୍ୱାସ ନାହିଁ ସେଠି କଣ ଭଲ ପାଇବା? ଆଜିଠାରୁ ଆମର ସବୁ ଖତମ।